5,000 ବର୍ଷ ପୂର୍ବର ଗୀତା ଜ୍ଞାନ ଓ ଠାକୁରଙ୍କ ଆଧୁନିକ ନିୟମ ଉପରେ ଆଜିର ଏହି ଆଲୋଚନାଟି। ଆଜି ଆମେ ଦେଖିବା କେମିତି ଗୀତାର ଶ୍ଲୋକ ଓ ଠାକୁରଙ୍କ ବାଣୀ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ସମ୍ପର୍କ ରହିଛି। ଆପଣ ଜାଣନ୍ତି କି 5,000 ବର୍ଷ ପୂର୍ବେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ ଯେଉଁ ଜୀବନ ଜୀଇବାର କଳା ଶିଖାଇଥିଲେ, ଠିକ୍ ସେହି କଥାକୁ ଆଧୁନିକ ଯୁଗରେ ପରମ ପ୍ରେମମୟ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଅତି ସହଜ ସରଳ ଭାବରେ ଆମ ସମସ୍ତଙ୍କ ପାଇଁ ଖଞ୍ଜି ଦେଇଛନ୍ତି। ହଁ ବନ୍ଧୁଗଣ, ଆଜି ଆମେ ଖୋଲିବୁ ସେହି ଗୁପ୍ତ ରହସ୍ୟ ଯାହା ଗୀତାର ସେହି ଶାଶ୍ୱତ ଜ୍ଞାନ ଏବଂ ଠାକୁରଙ୍କ ନୀତି ମଧ୍ୟରେ ଏକ ଅଦୃଶ୍ୟ ସେତୁ ପରି କାମ କରୁଛି। ଜୟଗୁରୁ ବନ୍ଧୁଗଣ, ଆସନ୍ତୁ ବିଷୟବସ୍ତୁକୁ ଯିବା। ଜୟଗୁରୁ ପ୍ରାର୍ଥନା ପରିବାରକୁ ଆପଣଙ୍କୁ ସ୍ୱାଗତ। ଗୀତା ହେଉଛି ଜୀବନର ବିଜ୍ଞାନ, ଆଉ ଠାକୁରଙ୍କ ବାଣୀ ହେଉଛି ସେହି ବିଜ୍ଞାନର ଆଧୁନିକ ରୂପାନ୍ତର। ଚାଲନ୍ତୁ ଦେଖିବା ଏହି ଦୁଇଟି ଶକ୍ତିଶାଳୀ ମାର୍ଗ ମଧ୍ୟରେ ଥିବା ତିନୋଟି ମୁଖ୍ୟ ସମ୍ପର୍କ ବିଷୟରେ। ହଁ ବନ୍ଧୁଗଣ, ଜୟଗୁରୁ ପ୍ରାର୍ଥନା ଚ୍ୟାନେଲରେ ଆପଣମାନେ ଯେଉଁ ଭିଡ଼ିଓ ଗୁଡ଼ିକ ଶୁଣୁଛନ୍ତି ବା ଦେଖୁଛନ୍ତି, ତାହା ଅନେକ ମାତ୍ରାରେ ଶିକ୍ଷଣୀୟ ଆମ ସମସ୍ତଙ୍କ ପାଇଁ। ପଏଣ୍ଟ ନମ୍ବର 1, ଗୀତା ଏବଂ ସତ୍ୟାନୁସରଣ ଭିତରେ କର୍ମଯୋଗ ଆସେ। ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, କର୍ମଣେ ବାଧିକାରସ୍ତେ ମା ଫଳେଷୁ କଦାଚନ, ଅର୍ଥାତ୍ ଫଳର ଆଶା ନ ରଖି କର୍ମ କରିଯାଅ। ଠାକୁର ସତ୍ୟାନୁସରଣରେ ଠିକ୍ ସେହି କଥାଟା ଅନେକ ଦୃଷ୍ଟିକୋଣରୁ ନଜର ରଖି ସିଧା ସିଧା ବୁଝେଇ କହିଛନ୍ତି, କାମ କରିଯାଅ। ତା ମାନେ ଆମେ ମୂଳ ତତ୍ତ୍ୱ ବୁଝିଲେ ହେବ। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ଯେପରି କରି ଯା ମିଳେ ସେପରି କରିବା ହେଲେ, ତେବେ ହିଁ ଜାଣିବୁ ସେଇ କରିବାରେ ସେଇପରି ଫଳ ଫଳେ। ହଁ, ସେଇପରି ଫଳ ଫଳେ। ବାଣୀ ସଂଖ୍ୟା 8, ଅନୁଶ୍ରୁତି ପ୍ରଥମ ଖଣ୍ଡ, କର୍ମ କୌଶଳରେ ଶ୍ରୀ ଠାକୁର ବୁଝେଇ କହିଲେ, ବହୁତ ମଣିଷ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଦେଖିବ ତୁମର ସେହି ଶୈତାନ ଅହଙ୍କାରୀ ଅହତ୍ମକ ମୁଁଟା ହିଁ ସର୍ବନାଶର ଦିବାର ହୋଇ ଛିଡ଼ା ହୋଇଛି। ସେଇଟାକୁ ପ୍ରଥମେ ବାହାର କରିଦିଅ। ଆହୁରି ଅନେକ ସମୟରେ ଦେଖାଯାଏ, ନାମ ଯଶର ଆଶାରେ ଆମେ ଯେଉଁ କାର୍ଯ୍ୟ କରିବାକୁ ଯାଉ, ଆଉ ସେଇଟା ବି ନିଜର ସ୍ୱାର୍ଥ ପାଇଁ। ସେଇଥିପାଇଁ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଲେ, ଯେମିତି କର୍ମ କରିବା ସେମିତି ଫଳ ପାଇବା। ଶ୍ରୀ ଶ୍ରୀ ଠାକୁର ତାଙ୍କର ସତ୍ୟାନୁସରଣରେ ବୁଝେଇ କହିଲେ, ତୁମେ ଯଦି ସତ୍ ହୁଅ, ତୁମର ଦେଖା ଦେଖି ହଜାର ହଜାର ଲୋକ ସତ୍ ହୋଇ ପଡ଼ିବେ। ଆଉ ଯଦି ଅସତ୍ ହୁଅ, ତୁମର ଦୁର୍ଦ୍ଦଶା ପାଇଁ ସମବେଦନା ପ୍ରକାଶ କରିବା ପାଇଁ କେହି ରହିବେ ନାହିଁ। କାରଣ ତୁମର ଚତୁର୍ଦିଗକୁ ଅସତ କରି ପକେଇଛ। ଏଥିରୁ ତ ଏଇଆ ହିଁ ବୁଝି ହେଉଛି, ତୁମେ ଯାହା ବି କର୍ମ କରିବ, ଛୋଟଠୁ ନେଇ ବଡ଼ ପର୍ଯ୍ୟନ୍ତ, ପ୍ରତ୍ୟେକ କର୍ମର ଫଳ ନିଶ୍ଚିନ୍ତ ମିଳିବ। ପୁଣି ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ଯାହା କିଛି କର ନା କାହିଁକି, ତା ଭିତରେ ସତ୍ୟ ଦେଖିବାକୁ ଚେଷ୍ଟା କର। ଅର୍ଥାତ୍ ଏଥିରୁ ଯାହା ବୁଝି ହେଉଛି, ତୁମେ ଯେମିତି କର୍ମ କରିବ, ମାନେ ଯଦି ସମସ୍ତଙ୍କୁ ସତ୍ ଭାବରେ ଖୁସି କରିବାକୁ ଚେଷ୍ଟା କରିବ, ଦେଖିବ ସମସ୍ତେ
ତୁମକୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି। ଫଳକୁ ପାଇବା ମାନେ ଏଇଟା ହିଁ ବୁଝିବାକୁ ହେବ। ଶ୍ରୀ ଠାକୁର ବୁଝାଇଛନ୍ତି ଯେ ଚାହିଁବାଟା ନ ପାଇବା ହିଁ ଦୁଃଖ, ଆଉ ସେଇ ଦିଗରେ ଲକ୍ଷ୍ୟ ରହିଲେ କର୍ମଯୋଗରେ ବ୍ୟାଘାତ ଆସେ। ହଁ ବନ୍ଧୁଗଣ, କେମିତି ବ୍ୟାଘାତ ଆସେ ଜାଣନ୍ତି? ଭୁଲ ଦିଗଟା ଠିକ ଦିଶେ ଆଉ ଠିକ ଦିଗଟା ଭୁଲ ଦିଶେ। ଆଚ୍ଛା କହିଲେ, ଆମେ କେତେ ଜଣ କହୁଛେ ହେ ପରମ ପିତା ତୁମର ଇଚ୍ଛା ହିଁ ମଙ୍ଗଳ, ମୁଁ ଜାଣେ ନା କେଉଁଥିରେ ମୋର ମଙ୍ଗଳ ହେବ। ହଁ ବନ୍ଧୁଗଣ, ଯେତେବେଳେ ଆମେ ଇଷ୍ଟକୁ କେନ୍ଦ୍ର କରି କୌଣସି କର୍ମ କରୁ ସେତେବେଳେ ଆମେ ଅଜାଣତରେ ହେଉ ମଧ୍ୟ ସେଇ ମହାନ ଗ୍ରନ୍ଥ ଗୀତାର ନିଷ୍କାମ କର୍ମଯୋଗକୁ ହିଁ ପାଳନ କରିଥାଉ। ଏଠି ସେହି କର୍ମଯୋଗ ଭିତରେ ଅନେକ ପ୍ରକାରର ଦୁବିଧା ବି ଆସେ, ଯେମିତି ଦୁର୍ବଳତା, ଆଳସ୍ୟ, ଅଦୃଷ୍ଟ ଭାବନା, ସକାମ ଭଳି ଚିନ୍ତାଧାରା। ସେଥିପାଇଁ ଆହୁରି କହିଲେ ତୁମର ସବୁ ଅବସ୍ଥା ଭିତରେ ପରମ ପିତାଙ୍କର ମଙ୍ଗଳ ଇଚ୍ଛାକୁ ବୁଝିବାକୁ ଚେଷ୍ଟା କର। ଦେଖିବ କାତର ହେବ ନାହିଁ, ପରମ ପିତାଙ୍କ ଆଡ଼କୁ ଅନେଇ କାର୍ଯ୍ୟ କରିଯାଅ। ସତକର୍ମୀର କଦାପି ଅକଲ୍ୟାଣ ହୁଏ ନାହିଁ। ହଁ ବନ୍ଧୁଗଣ, ତାଙ୍କର ସେଇ ସତ୍ୟାନୁସରଣ ଗ୍ରନ୍ଥରେ ପରିଷ୍କାର ଭାବେ ଲେଖିଛନ୍ତି, କର୍ମ ହିଁ ଯାର ଉପଭୋଗ ସେଥିରେ ହିଁ ମାତି ରହେ, ଅମୋଘ ପାଦେ କୃତିତ ତାର ଘୋଷେ ହିଁ ନିଛକ ଜଏ, ଅମୋଘ ପାଦେ କୃତିତ ତାର, ଅମୋଘ ପାଦେ କୃତିତ ତାର ଘୋଷେ ହିଁ ନିଛକ ଜଏ। ବାଣୀ ସଂଖ୍ୟା 16 ଅନୁଶ୍ରୁତି ପ୍ରଥମ ଖଣ୍ଡରେ କର୍ମ କୌଶଳକୁ ନେଇ ଶ୍ରୀ ଠାକୁର ବୁଝେଇ କହିଲେ, କର୍ମଯୋଗ କୌଣସି ଛୋଟିଆ ମାର୍ଗ ନୁହେଁ ବନ୍ଧୁଗଣ, ଯାହା ଏତିକିରେ ସାରି ହେବ। ଏହାରି ଉପରେ ମଣିଷର ବଞ୍ଚିବା ବଢ଼ିବା ନିର୍ଭର କରେ। ଧର୍ମ ଅଧର୍ମ ବଛା ହୁଏ, ପାପ ପୁଣ୍ୟର ହିସାବ ହୁଏ, ଭୁଲ କେଉଁଟା ଠିକ କେଉଁଟା ଦେଖିବାକୁ ପଡ଼େ। ଯଦି ଆପଣ ଚାହିଁବେ କମେଣ୍ଟସରେ ନିଶ୍ଚୟ ଜଣାନ୍ତୁ, ୟା ଉପରେ ଗୋଟିଏ ଫୁଲ ଆଲୋଚନା ନେଇ ଆସିବା। ଏବେ ଆସନ୍ତୁ ଜାଣିବା ପଏଣ୍ଟ ନମ୍ବର 2, ସ୍ଥିତପ୍ରଜ୍ଞ ଏବଂ ଯଜନ ଯାଜନ ମଧ୍ୟରେ ଦୂରତା। ଗୀତା ବର୍ଣ୍ଣନା କରେ ସ୍ଥିତପ୍ରଜ୍ଞ ବ୍ୟକ୍ତିର ଲକ୍ଷଣ, ଯିଏ ସୁଖ ଦୁଃଖରେ ଅଚଳ, ତାକୁ ସ୍ଥିତପ୍ରଜ୍ଞ କୁହାଯାଏ। କିନ୍ତୁ ଶ୍ରୀ ଠାକୁର ଆହୁରି ଭଲ ଭାବରେ ବୁଝେଇ କହିଲେ, ଯଜନ ଯାଜନ ଓ ଇଷ୍ଟବୃତ୍ତିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମଣିଷକୁ ଭିତରୁ ସେତିକି ଶକ୍ତିଶାଳୀ କରିବା, ଦକ୍ଷ କରି ତୋଳିବା। ମାନେ ବୁଝିବାକୁ ହେବ ଠାକୁର କିପରି ସମସ୍ତ କିଛିଟାକୁ ମୂଳ କାରଣ ଗୁଡ଼ିକୁ ଖୋଜି ବାହାର କରିଦେଇଛନ୍ତି, ଯେଉଁଟା এই ଆଧୁନିକ ମାନବ ପାଇଁ ବୁଝିବାକୁ ଟିକେ ବି କଷ୍ଟ ହେବ ନାହିଁ। এই କର୍ମ କରିବା ଭିତରେ ତୁମେ କିପରି ଧୀର, ତୁମେ କିପରି କ୍ଷିପ୍ର ବୀର ହୋଇ ଚାଲିବ, ସେଥିପ୍ରତି ସାବଧାନ କରାଇଛନ୍ତି। ଅନେକ ସମୟରେ ଦେଖାଯାଏ ମଣିଷ ଅଳସୁଆ, ଦୀର୍ଘସୂତ୍ରୀ ଓ ଅସତର କବଳରେ ପଡ଼ି ବିରକ୍ତିକୁ ଡାକି ଆଣେ, ଆଉ ସବୁ କିଛି ନଷ୍ଟ କରି ପକାଏ। ବୁଝ, ତୁମେ ବୀର ହୁଅ, କିନ୍ତୁ ହିଂସ୍ର ହୋଇ ବାଘ ଭାଲୁ ସାଜି ବସ ନାହିଁ। ସେଇଥିପାଇଁ ଶ୍ରୀ ଠାକୁର କହିଲେ, ସ୍ଥିର ପ୍ରତିଜ୍ଞ ହୁଅ, ଗୁଆଁର ହୁଅ ନାହିଁ। ଅର୍ଥ ହେଉଛି ସ୍ଥିର ପ୍ରତିଜ୍ଞ ହୁଅ ମାନେ ନିଜର ଲକ୍ଷ୍ୟ, ଧ୍ୟେୟ କିମ୍ବା ନିଷ୍ପତ୍ତିରେ ଦୃଢ଼ ରୁହ। ଗୋଟେ ଥର ଯଦି ଠିକ କଥା ଧରି ପାରିଲେ ତାହାକୁ ଆଦୌ ଛାଡ଼ିବା ନାହିଁ, କି ଭୁଲ ଦିଗକୁ ମତି ବଦଳାଇବା ନାହିଁ।
ବିବେକର ଅନୁସରଣ କରିବା। ହଁ ବନ୍ଧୁଗଣ, ଗୁଆଁର ହୁଅ ନାହିଁ ମାନେ କ'ଣ ବୁଝ? ଶ୍ରୀ ଠାକୁର କେତେ ସୁନ୍ଦର ଭାବରେ ବୁଝେଇ କହିଛନ୍ତି ଜାଣନ୍ତି? ଗୁଆଁର ହୁଅ ନାହିଁ ମାନେ ଜିଦି, ମୂର୍ଖ ବା ଅନ୍ଧ ଭାବରେ ଭୁଲଟାକୁ ଧରି ରହୁଥିବା ଲୋକ ହୁଅ ନାହିଁ। ଯେଉଁଠାରେ ଭୁଲ ଅଛି ସେଠାରେ ସ୍ୱୀକାର କରିବାକୁ ଚେଷ୍ଟା କର। ଲକ୍ଷ୍ୟ ରଖ ଯେପରି ପୁନରାୟ ସେପରି ନ ହୁଏ। ଅର୍ଥାତ୍ ଭୁଲ କଲା ପରେ ତୁମ ମନରେ ଯଦି ସଂକୀର୍ଣ୍ଣତା ଆସେ, ଜିଦ୍ ଆସେ ଯେ ମୁଁ ଯାହା କରିଛି ବା ଯାହା କହୁଛି ତାହା ହିଁ ଠିକ୍, ସେଇ ଜିନିଷଟା ହେଉଛି କୁକର୍ମ। ସେଇଥିପାଇଁ ଶ୍ରୀ ଠାକୁର କହିଲେ ସତ୍ ଭାବ ନେଇ କର୍ମ କର, ବିବେକକୁ ଅନୁସରଣ କରି। ଆଉ ଦେଖିବ ଯେଉଁଠି ଘୃଣା, ଲଜ୍ଜା ବା ଭୟରେ ଗୋପନୀୟତା ଆସିଛି ସେଇଠି ତ ପାପ। ଏ ସବୁ ଲକ୍ଷ୍ୟ କରି ସେତିକିରେ ସୁଧାରିବା ନିଜକୁ ଶିଖ। ହଁ ବନ୍ଧୁଗଣ, ଇଏ ସବୁ ଆମମାନଙ୍କ ପାଇଁ ଖାଲି ଶ୍ରୀ ଠାକୁରଙ୍କର ଅମୃତ କଥା ନୁହେଁ। ଆମେ କେତେ ଦୂର ଏହାକୁ ପରିପାଳନ କରୁଛେ, ନିଜକୁ ସୁଧାରିବାରେ ସକ୍ଷମ ହୋଇପାରୁଛେ। ଜୀବନରେ ଦୃଢ଼ ଦକ୍ଷ ହୁଅ, କିନ୍ତୁ ଅନ୍ଧ ଭଳି ଜିଦଖୋର ହୁଅ ନାହିଁ। ଗୋଟିଏ ଛୋଟ ଉଦାହରଣଟିଏ ଦେବି ବନ୍ଧୁଗଣ, ଆଉ ଦେଲେ ଭଲ ଭାବରେ ବୁଝି ହେବ। ଧରନ୍ତୁ ତୁମେ ପାଠ ପଢ଼ାରେ ଭଲ କରିବାକୁ ଚାହୁଁଛ। ଦିନସାରା ପଢ଼ିବାରେ ଦୃଢ଼ ଇଚ୍ଛା ଶକ୍ତି ରହିବା ମାନେ ସ୍ଥିର ପ୍ରତିଜ୍ଞ ଅଛ, ପରିଶ୍ରମ କରୁଛ। ଆଉ ଯଦି ଜାଣିଛ ପାଠ ପଢ଼ୁଛି କିନ୍ତୁ ଭୁଲ ଦିଗରେ ଲକ୍ଷ୍ୟଟା ଯାଉଛି, ତାପରେ ମଧ୍ୟ ଯଦି ନିଜକୁ ନ ସୁଧାରି ସେଇଠି ଅଟକି ରହିବା ମାନେ ତାରି ବଶବୃତ୍ତି ହୋଇ ରହିବା, ମାନେ ଗୁଆଁରପଣ ନେଇ ସେଇଠି ଅଟକି ରହିବା। ଶ୍ରୀ ଠାକୁର କହୁଛନ୍ତି ଆମକୁ ଦୃଢ଼ତା ରଖି ବୁଦ୍ଧିମତ୍ତାର ସହିତ ସଫଳତାକୁ ହାସଲ କରିବାର ଅଛି। ଗୁଆଁର ହୋଇ ସେଠି ଅଟକି ଯିବାର ନୁହେଁ। ଆଉ ସେଇଟା ସମ୍ଭବ ଯେତେବେଳେ ଜଣେ ବ୍ୟକ୍ତି ଠାକୁରଙ୍କୁ ନିଜ ଜୀବନର ଧ୍ରୁବତାରା କରି ତୋଳେ। ସେ ଗୀତାରେ କୁହାଯାଇଥିବା ସମସ୍ତ ଭାବକୁ ଅତି ସହଜରେ ପ୍ରାପ୍ତ କରିପାରେ। ଶ୍ରୀ ଠାକୁର ଆହୁରି କହିଲେ, ନିଷ୍ଠା ଯେପରି କର୍ମ ସେଇପରି, ଫଳଟି ବି ହୁଏ ସେପରି। ହଁ ବନ୍ଧୁଗଣ, ପୁଣ୍ୟ ପାପ ଯଶ ପଯଶ, ନିଷ୍ଠା କର୍ମ ସେଇପରି। ପୁଣ୍ୟ ପାପ ଯଶ ପଯଶ, ନିଷ୍ଠା କର୍ମ ସେଇପରି। ବାଣୀ ସଂଖ୍ୟା 23 ଅନୁଶ୍ରୁତି ପ୍ରଥମ ଖଣ୍ଡ ସେଇ କର୍ମ କୌଶଳରେ ପୁଣି ଶ୍ରୀ ଠାକୁର କହିଲେ। ଏବେ ଆସନ୍ତୁ ଜାଣିବା ପଏଣ୍ଟ ନମ୍ବର 3। ଆଧୁନିକ ଜୀବନଶୈଳୀ ଓ ଧର୍ମକୁ ଆଖିରେ ରଖି ଆଜିର ବ୍ୟସ୍ତବହୁଳ ଜୀବନରେ ଆମେ କିପରି ନିୟମ ପାଳନ କରିବା ଉଚିତ? ଶ୍ରୀ ଠାକୁର କୁହନ୍ତି, ଧର୍ମ ମାନେ ହେଉଛି ଧରି ରଖିବା। ଯାହା ଆମକୁ ବଞ୍ଚାଏ, ବଢ଼ାଏ, ତାହା ହିଁ ଧର୍ମ। ଗୀତା ମଧ୍ୟ ଅଧର୍ମର ବିନାଶ ଓ ଧର୍ମର ସ୍ଥାପନା ପାଇଁ ଆଜି ବି ମାର୍ଗ ଦେଖାଏ। ଭଗବାନ ଶ୍ରୀକୃଷ୍ଣ କହିଲେ, ବିନାଶାୟ ଚ ଦୁଷ୍କୃତାମ୍। ଅର୍ଥାତ୍ ଠାକୁର କହୁଛନ୍ତି ତାଙ୍କର ନୀତି, ବିଧି ଓ ଦର୍ଶନର ଆଚରଣ ସମନ୍ୱିତ ଯାଜନ ଦ୍ୱାରା ସମଗ୍ର ଜଗତଟାକୁ ଯଦି ପ୍ଲାବିତ କରି ଦିଆଯାଏ, ମଣିଷ ଗୁଡ଼ାକୁ ଦୀକ୍ଷିତ କରି ଯଦି ତାଙ୍କ ମାର୍ଗରେ ଚାଳିତ କରାଯାଏ, ତାହେଲେ ଦୁଷ୍କାର୍ଯ୍ୟ କରିବାର ଆକାଂକ୍ଷା ହିଁ ମଣିଷର ଅନେକ ଗୁଣରେ ହ୍ରାସ ପାଏ। ସେ ସେତେବେଳେ ଆସନ୍ତି ଆଉ ତାଙ୍କର ଧର୍ମକୁ ରକ୍ଷା କରନ୍ତି। ତାଙ୍କୁ ଦେଖି, ତାଙ୍କୁ ଭଲ ପାଇ ମଣିଷର ସତ ଅର୍ଥାତ୍ ଜୀବନ ବୃଦ୍ଧିର ଚିନ୍ତା ଓ କର୍ମ ବଢ଼ିଯାଏ। ଅସତ ପ୍ରବଣତା ଦେହ ମଧ୍ୟ ସେହି ପରିମାଣରେ ନଷ୍ଟ ପାଏ।
ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ଏହା ହିଁ ମୁଁ ଯାହା ବୁଝେ। କେହି ସାବାଡ଼ ହୋଇଯାଉ ତାହା ସେ ଚାହାନ୍ତି ନାହିଁ। ସେ ବଞ୍ଚାଇବାକୁ ଚାହାନ୍ତି, ବଞ୍ଚାଇବାକୁ ହିଁ ଚେଷ୍ଟା କରନ୍ତି। ଯେତେ କ୍ଷଣ ଶ୍ୱାସ ସେତେ କ୍ଷଣ ଆସ। କିନ୍ତୁ ମଣିଷର କର୍ମ ଯେଉଁଠି ତାର ବଞ୍ଚିବାର ପଥ ଏକା ବେଳକେ ରୁଦ୍ଧ କରିଦିଏ, ସେଠାରେ ସେ କ'ଣ କରିବେ? କୁରୁକ୍ଷେତ୍ର ଯୁଦ୍ଧ ଏଡ଼ାଇବାକୁ ସେ କମ ଚେଷ୍ଟା କରିନାହାନ୍ତି ତ, କିନ୍ତୁ ଦୁର୍ଯ୍ୟୋଧନର ଦଳ ତାଙ୍କୁ ସେ ସୁଯୋଗ ଦେଲା କେଉଁଠି? ତେଣୁ ତାର ଫଳ ଯାହା ହେବାର ତାହା ହେଲା। ବିନାଶାୟ ଚ ଦୁଷ୍କୃତାମ୍। ଧର୍ମର ସ୍ଥାପନା କରିବା ପାଇଁ ସେ ତ ଯୁଗେ ଯୁଗେ ଅବତରିତ। ହଁ ବନ୍ଧୁଗଣ, ପ୍ରବୃତ୍ତି ତୋର ଯାହି ନ ଥାଉ, ସତ ନିୟନ୍ତ୍ରଣ ନହେଲେ ସତାକୁ ସେ ଖାଇ ପକାଇବ, ମରିବୁ ଭଏ ତାର ଫଳେ। ସତାକୁ ସେ ଖାଇ ପକାଇବ, ମରିବୁ ଭଏ ତାର ଫଳେ। ବାଣୀ ସଂଖ୍ୟା 2 ଅନୁଶ୍ରୁତି ପ୍ରଥମ ଖଣ୍ଡ ବୃତ୍ତି ନିୟନ୍ତ୍ରଣରେ ଶ୍ରୀ ଠାକୁର କହିଲେ, ଠାକୁରଙ୍କ ଦ୍ୱାରା ଦିଆଯାଇଥିବା ଯେଉଁ କେତେ ଗୁଡ଼ିଏ ନିୟମ, ସେଗୁଡ଼ିକ ଆଜି ପ୍ରତ୍ୟେକ ପରିବାର, ପ୍ରତିଟି ସମାଜ ଓ ନିଜ ଶରୀର ପାଇଁ ନିତ୍ୟ କରଣୀୟ। ଯାହା ଅନୁରୂପ ଗୀତାର ସେହି ବିଶ୍ୱରୂପ ଦର୍ଶନର ଏକ ବାସ୍ତବ ପ୍ରୟୋଗ। ହଁ ବନ୍ଧୁଗଣ, ଦିନ ଆସିବ ଆପଣମାନେ ସମସ୍ତେ ଦେଖିବେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଏହି ସବୁ ବାର୍ତ୍ତା ପ୍ରତ୍ୟେକ ବିଦ୍ୟାଳୟରେ ବି ପଠନ କରାଯିବ। ହଁ ବନ୍ଧୁଗଣ, ବାସ୍ତବରେ ଏସବୁ ଆମମାନଙ୍କ ପାଇଁ ଉପଯୋଗ। ଯାହା ଅନୁରୂପ ଗୀତାର ସେ ବିଶ୍ୱରୂପ ଦର୍ଶନର ଏକ ବାସ୍ତବ ପ୍ରୟୋଗ। ଯେତେବେଳେ ଅର୍ଜୁନ ଏକବାରେ ବୁଝିବାରେ ଅସମର୍ଥ, ସେତେବେଳେ ଭଗବାନ ଶ୍ରୀକୃଷ୍ଣ ନିଜର ଯୋଗ ଶକ୍ତି ବଳରେ ଦେଖାଇଥିଲେ ସେହି ଅନନ୍ତ ଅସୀମ ତେଜ ବାହାରୁଥିବା ବିଶାଳ ସ୍ୱରୂପ। ମଣିଷର ସେହି ସ୍ୱରୂପ ଜ୍ଞାନ ହିଁ ତ ଆଜି ବ୍ରହ୍ମଜ୍ଞାନ। ହଁ ବନ୍ଧୁଗଣ, ଠାକୁରଙ୍କ ପାଖରେ ସମର୍ପିତ ହେବା ମାନେ ଗୀତାର ସେହି ଶେଷ ମନ୍ତ୍ର ମାମେକଂ ଶରଣଂ ବ୍ରଜକୁ ସାର୍ଥକ କରିବାର ଉଦ୍ଦେଶ୍ୟ। ଏହି ଗୁପ୍ତ ସମ୍ପର୍କକୁ ବୁଝିଲେ ଆପଣଙ୍କ ଜୀବନରେ ଆସିବ ବିପ୍ଳବିକ ପରିବର୍ତ୍ତନ। ଶ୍ରୀ ଶ୍ରୀ ଠାକୁର ଦୃଢ଼ କଣ୍ଠରେ ସେଦିନ କହିଥିଲେ, ମୁଁ ଯେଉଁ ଯଜନ ଯାଜନ ଇଷ୍ଟବୃତ୍ତି ସ୍ୱସ୍ତୟନୀ ଓ ସଦାଚାର କଥା କହିଛି, ସାତତ କୂଳ ପ୍ରଥା, ବିବାହ ବିଧି ଓ ଜନ୍ମଗତ ସଂସ୍କାର ସମ୍ମତ ଶିକ୍ଷା ଓ ଜୀବିକା ସଙ୍ଗେ ଏଗୁଡ଼ିକ ଯଦି ବଂଶ ପରମ୍ପରାରେ ମଣିଷର ଅଭ୍ୟାସଗତ ହୁଏ, ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠାକୁ ମୁଖ୍ୟ କରି, ତେବେ ଭାରତ ଓ ଅନ୍ୟାନ୍ୟ ଦେଶରେ ଭବିଷ୍ୟତରେ ବହୁ ବ୍ରହ୍ମଜ୍ଞାନୀଙ୍କର ଆବିର୍ଭାବ ହେବା ଅସମ୍ଭବ ନୁହେଁ। ମୁଁ ଯାହା ଦେଇ ଯାଉଛି ତାର ମୂଳ ଜିନିଷ ଗୁଡ଼ିକ କ୍ରମାଗତ ଶତ ଶତ ବର୍ଷରେ ପ୍ରତ୍ୟେକଟି ପରିବାରରେ ନିଷ୍ଠାର ସଙ୍ଗେ ପରିପାଳିତ ହେଲେ ମଣିଷ ଦେବତାରେ ପରିଣତ ହେବ। ଚିନ୍ତା କରନ୍ତୁ, ଶ୍ରୀ ଶ୍ରୀ ଠାକୁର ସେଦିନ କହିଥିଲେ ଯାହା ଆଜି ସତ୍ୟରେ ପରିଣତ ହେଉଛି। ତେବେ ଆମର ନିୟାମକ ପ୍ରବୃତ୍ତି ଉପରେ ଅନେକ କିଛି ନିର୍ଭର କରେ। ଆମେ କେଉଁଟା ପାଳନ କରିବା ଆଉ କେଉଁଟା ପାଳନ କରିବା ନାହିଁ। ଆସୁରତ୍ୱ ସ୍ୱୀକାର କରିବା ନା ଦେବତ୍ୱକୁ ଆଲିଙ୍ଗନ କରିବା। ଆତ୍ମସ୍ୱାର୍ଥ ପ୍ରତିଷ୍ଠାର ବୁଦ୍ଧିକୁ ବିଦାୟ ଦେବାକୁ ହେବ ବନ୍ଧୁଗଣ। ଠାକୁର ଆଉ ଏକ ଅମୃତବାଣୀରେ କହୁଛନ୍ତି, ଇଷ୍ଟେ ନିଷ୍ଠା ଯାହାର ଯେତେ, ପାଏ ସେ ଶକ୍ତି ସେଇ ମତେ। ବନ୍ଧୁଗଣ, ଯଦି ଆପଣଙ୍କୁ এই ବିଷୟଟି ଭଲ ଲାଗିଲା ତେବେ କମେଣ୍ଟସରେ ଜୟଗୁରୁ ଲେଖନ୍ତୁ ଏବଂ ଭିଡ଼ିଓକୁ ସେୟାର କରନ୍ତୁ ଏହିଭଳି ଆଧ୍ୟାତ୍ମିକ ଭିଡ଼ିଓ ପାଇଁ।
ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନର ଅଲ୍ ବଟନକୁ ନିଶ୍ଚୟ ଦବାନ୍ତୁ। ଆଜିର ଭିଡ଼ିଓରେ ଏଇଠି ରହୁଛୁ। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।